ଯାତ୍ରା ଓମକାର ସର୍ବପ୍ରଥମେ ମୁଁ କହିବି ବାହାଘର ହଉ ବ୍ରତଘର ହଉ ଯେକୌଣସି କାମ କାର୍ଯ୍ୟ ମଙ୍ଗଳ କାମ ହବ ଓଂରୁ ଆରମ୍ଭ ହୁଏ। ଓଂ ସୃଷ୍ଟି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ପ୍ରଥମେ ଓଂରୁ ଆରମ୍ଭ ହୁଏ। ତେଣୁ ଓଂକାର ଗୋଟେ ନୂଆ କରି ଗଢି ଉଠିଥିବା ଯାତ୍ରା ଅନୁଷ୍ଠାନ। ଯାତ୍ରା ନିଶ୍ଚୟ ଭଲ ହବ। ଆଉ ଓଂକାରର ପ୍ରଯୋଜକଙ୍କର ଭଲ ପାଇବା ସ୍ନେହ ଅଛି। ନିଶ୍ଚିତ ତାଙ୍କର ଓଂକାରକୁ ବହୁତ ବାଟ ଆଗେଇ ନେଇଯିବ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ଏତିକି ମାନେ ପ୍ରାର୍ଥନା କରୁଛି ଓଂକାର ଯାତ୍ରା ଅନୁଷ୍ଠାନ ଉନ୍ନତ ଭଲ ଉନ୍ନତ କରି ହବ। ପୂର୍ବରୁ ଯୋଉ ପାର୍ଟି ଥିଲେ ସେ ପାର୍ଟି ଛାଡୁଛନ୍ତି ବହୁତ ଦିନ ପରେ ହଁ କୋଣାର୍କ ନେଟୱାର୍କ ଥିଲି ତା ଆଗରୁ ତୁଳସୀରେ ଥିଲି ସ୍ୱର୍ଣ୍ଣମହଲ ଡାଇଲଗ ଗୋଟେ ହଉ ଡାଇଲଗ ଗୋଟେ ହଉ ମୋ ରାଙ୍ଗା ଚାହିଁବି ତ ପୁରା ରଙ୍ଗାରଙ୍ଗ କରିଦେବି। ଏଇ ଏ ଖେଳ ପଡିଆ ଉପରେ ପାଦ ରଖିବାକୁ ସାହସ କରୁଛି। ଏଇଟା ରାଙ୍ଗାର ଇଲାକା କାରଣ ଏ ଗାଁର ରାଙ୍ଗା ଯାହା କହେ ସେଇଆ କରେ। ଆଉ ରାଙ୍ଗା ଆଗରେ ଯିଏ ଛିଡା ହୁଏ ତା କାରଣ ମୋ ରାଙ୍ଗା ଚାହିଁବି ତ ପୁରା ରଙ୍ଗାରଙ୍ଗ କରିଦେବି। ରଙ୍ଗାରଙ୍ଗ ଆପଣଙ୍କର ଚରିତ୍ର ମତେ ଖଳନାୟକ ରହିବ ନା ଖଳନାୟକ ଚରିତ୍ର ମତେ ବୁକ୍ କରିଛନ୍ତି। ଆଉ ଖଳନାୟକ ଚରିତ୍ରରେ ଖାଲି ଖଳନାୟକ କରୁ ସେମିତି କିଛି ନାହିଁ। ଖଳନାୟକ ଚରିତ୍ର ବୁକ୍ କରାଇ ମୋ ତ ରହୁଛନ୍ତି ମତେ ତ ଢେର କଥା କହିଛନ୍ତି ରହୁଛନ୍ତି ଯେ ଆସୁଛନ୍ତି ଯାହାକୁ ଆପଣ ମାନେ ସବୁ ବାଇଟ ଦେଲେ ସେ ସବୁ ରହୁଛନ୍ତି। ହଁ ଚ୍ୟାଲେଞ୍ଜିଂ କିଛି ନୁହେଁ। ଏଠି ଆମେ କଳାକାର ଆଜ୍ଞା ଚ୍ୟାଲେଞ୍ଜର ନା କାହିଁକି ଆମ ସବୁବେଳେ ଫୁଲର ମତନ ମାଇଣ୍ଡଟା ରିଲାକ୍ସ ରହିଲେ ଆମେ ଭଲ ଅଭିନୟ କରିପାରିବୁ। ଏଟା ଫୁଲ କଳାକାର ଯାତ୍ରା ଇଏ ହେଲା ହଉଛି ଲାଜକୁଳି ଲତା ମାନେ ଲାଜକୁଳି ପତ୍ର ଟିକେ ଛୁଇଁ ଦେଲେ ମଉଳି ଯାଏ। କଳାଟା ସେମିତି କଳାକାର ସେମିତି ଏଠି କିଛି ବାଦ ବିବାଦ ଇଏ କିଛି ନାହିଁ। ଏଠି ପୁରା ଏକଦମ ଡେଲି ପରୀକ୍ଷା ଡେଲି ଯାତ୍ରା କରିବ ଡେଲି ପରୀକ୍ଷା ତମେ କହିବ ପୁରୁଣା କଳାକାର ଆଜି ମୁଁ ଟିକେ ଟାୟାର୍ଡ ଅଛି ଭଲ ପାଠ କରିପାରିବି ସେଇଦିନ ଦଶ ତମକୁ ଖରାପ ହୁଏ। ଏଠି ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ପରୀକ୍ଷା କେହି କହିପାରିବେନି ପ୍ରତ୍ୟେକ ଦିନ ପରୀକ୍ଷା ଦଉ।